ପୁରୀ ନୀଳାଚଳ ନାରାୟଣ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସୌଜନ୍ୟରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି। ଅଧ୍ୟକ୍ଷା ଡକ୍ଟର ମୀରାରାଣୀ ଖଣ୍ଡୁଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବଳରାମ ଦାସ ସ୍ୱାଗତ ଭାଷଣ ଦେଇ ଏହି ବୃତ୍ତି ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାରେ ଦୃଢ଼ ମନୋନିବେଶ ସହ ଆର୍ଥିକ ସହାୟତା ଦେଇ ପ୍ରଗତି କରିପାରିବ ବୋଲି ମତ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଅର୍ଥ ବାଧକ ନ ହୋଇ ବିକାଶରେ ଛାତ୍ରଛାତ୍ରୀ ବୃତ୍ତି ଏକ ପ୍ରମୁଖ ଧାରା ବୋଲି ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ଓ ଡକ୍ଟର ବଳରାମ ଦାସ ଏହି ଶିବିରକୁ ପରିଚାଳନା କରିଥିଲେ। ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। କ୍ରୀଡ଼ା, ସଂସ୍କୃତି, ସାମାଜିକ ସେବା ତିନୋଟିରେ କେବଳ ପିଲା ପାଠ ପଢ଼ିବା ସହିତ ଖେଳିବ, କଲଚରାଲ ଆକ୍ଟିଭିଟିଜରେ ସାମିଲ ହେବ ଏବଂ କଲଚରକୁ ବଞ୍ଚେଇକି ରଖିବ। ସେଥିପାଇଁ ନୂଆ ଓଡ଼ିଶା କିଛି ଦିନ ପୂର୍ବରୁ ଆପଣ ଦେଖୁଥିଲେ ପିଲାମାନଙ୍କର ପାଠ ପଢ଼ିବା ସହିତ କାର୍ଯ୍ୟକ୍ରମ ଗୁଡ଼ିକୁ ସମସ୍ତଙ୍କ ପାଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପହଞ୍ଚାଇଛନ୍ତି, ଯାହାକୁ 5T ଅଧ୍ୟକ୍ଷ ରୂପରେଖ ଦେଇଛନ୍ତି। ଆଜି ଆଉ ଗୋଟେ ପାଦ ଆଗକୁ ବଢିଛନ୍ତି। କଣ ପାଇଁ ବଢିଛନ୍ତି ନା କେବଳ ଛାତ୍ରଛାତ୍ରୀ ନୁହନ୍ତି, ତାଙ୍କ ବାପା ମାଙ୍କ ବୋଝ ହାଲକା କରିବା ପାଇଁ ଯେଉଁମାନେ ଛାତ୍ର ଅଛନ୍ତି 9,000 ଟଙ୍କା ବାର୍ଷିକ, ଯେଉଁମାନେ ଛାତ୍ରୀ ଅଛନ୍ତି 10,000 ଟଙ୍କା ବାର୍ଷିକ ଏବଂ SC/ST ପିଲାମାନଙ୍କ ପାଇଁ 11,000 ଟଙ୍କା ସରକାରଙ୍କ ତରଫରୁ ଆପଣଙ୍କୁ ଛାତ୍ରବୃତ୍ତି ଦିଆଯିବ। କଣ ପାଇଁ କାର୍ଯ୍ୟକ୍ରମ? ଶିକ୍ଷାକୁ ଆଗକୁ ନେବା ପାଇଁ, ଆପଣମାନଙ୍କ ଭିତରେ ଥିବା ଟ୍ୟାଲେଣ୍ଟକୁ ଆଗକୁ ବଢିବା ପାଇଁ ପଇସା ପ୍ରତିବନ୍ଧକ ସାଜିବ ନାହିଁ। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି ଏ ନୂଆ ଓ ଛାତ୍ରବୃତ୍ତି ପ୍ରୋଗ୍ରାମ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।